ପିଲାମାନେ ଆମେ ଏଇ ଭିଡ଼ିଓରେ ଡିସ୍କସନ୍ କରିବା ଷ୍ଟେଟ୍ ବିଏଡ୍ ଏଣ୍ଟ୍ରାନ୍ସ 2024 ପାଇଁ କେମିତି ନିଜକୁ ପ୍ରିପେୟାର କରାଇବେ, କେଉଁ ବୁକ୍ ପଢ଼ିବାକୁ ହେବ, ଏକ୍ଜାମ୍ କେବେ ହେବ, ଆବେଦନ କେବେଠାରୁ ଆରମ୍ଭ ହେବ, ଏଥିପାଇଁ ଏଲିଜିବିଲିଟି କ'ଣ ରହିଛି, ସିଲାବସ୍ କ'ଣ ରହିଛି, ସବୁକିଛିକୁ ସମ୍ପୂର୍ଣ୍ଣ ଓଡ଼ିଆରେ ଜାଣିବା ପାଇଁ ନିଶ୍ଚିତ ଭାବରେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖୁଥାନ୍ତୁ। नमस्कार दोस्तों, इस वीडियो को लाइक करें, हमारे चैनल को सब्सक्राइब करें, इस घंटी के आइकन को दबाएं, ऑल सेलेक्ट करें हमारी सभी वीडियो सबसे पहले देखने के लिए। ପିଲାମାନେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ତୁମର ଜୁନ୍ ମାସରେ ବିଏଡ୍ ଏଣ୍ଟ୍ରାନ୍ସ ହେବାର ଅଛି, ଯାହାକି ତୁମର ଷ୍ଟୁଡେଣ୍ଟ ଆକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ ଯେଉଁଟା ରହିଛି ସାମ୍ସ ତା ଥ୍ରୋରେ ଆପ୍ଲିକେସନ୍ ରିସିଭ୍ କରାଯିବ। ଓଡ଼ିଶା ବିଏଡ଼୍ରେ ତୁମର ପିଲାମାନେ ଜାଣିଛ ଆର୍ଟ୍ସ ଏବଂ ସାଇନ୍ସ ପାଇଁ ଅଲଗା ଅଲଗା ଏଣ୍ଟ୍ରାନ୍ସ ହୋଇଥାଏ, ଠିକ୍ ଅଛି। ଏଥିପାଇଁ ତୁମେ ଯେଉଁ ଫର୍ମ ପକାଇବ ସେଇଟା ତୁମର ଜୁନ୍ରେ ଏକ୍ଜାମ୍ ହେବାର ସମ୍ଭାବନା ରହିଛି, ଠିକ୍ ଅଛି। ଫର୍ମଟା ତୁମର ଯେଉଁଟା ଷ୍ଟାର୍ଟ ହେବ ସେଇଟା ମେରେ ହିଁ ଷ୍ଟାର୍ଟ ହେବାର ଅଛି ଏବଂ ଏଇଟା କଣ୍ଡକ୍ଟିଂ ବଡି ହେଲା ତୁମର ଟିଚର୍ ଏଜୁକେସନ୍ ଆଣ୍ଡ ଏସିଆର୍ଟି, ଠିକ୍ ଅଛି। ଏ ଏକ୍ଜାମ୍କୁ ପୁରା କଣ୍ଟ୍ରୋଲ୍ କରୁଛି ଏସ୍ଏସ୍ବି, ଠିକ୍ ଅଛି। ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ଼ ଏକ୍ଜାମ୍ କରାଉଛି, କିନ୍ତୁ କଣ୍ଡକ୍ଟିଂ ବଡି ହେଲା ଟିଚର୍ ଏଜୁକେସନ୍ ଆଣ୍ଡ ଏସିଆର୍ଟି। ଏବଂ ପ୍ରୋଗ୍ରାମ୍ ତୁମର ନେମ୍ ହେଉଛି ତୁମର ବିଏଡ଼୍ ପ୍ରୋଗ୍ରାମ୍ ଏବଂ ବିଏଚ୍ଡି ପ୍ରୋଗ୍ରାମ୍, ଠିକ୍ ଅଛି। ତୁମର ହିନ୍ଦୀ ବିଏଡ଼୍ ଯେଉଁଟାକି ବିଏଚ୍ଡି ଏବଂ ବିଏଡ଼୍ ହେଲା ବ୍ୟାଚଲର୍ ଅଫ୍ ଏଜୁକେସନ୍। ତୁମର ଓଡ଼ିଶାରେ ଥିବା ଗଭର୍ଣ୍ଣମେଣ୍ଟ ଇନଷ୍ଟିଟ୍ୟୁସନ୍ ଯେଉଁଗୁଡ଼ାକ ସବୁ ରହିଛି, ଯେଉଁଠିକି ତୁମର ନର୍ମାଲ୍ ସିଟ୍ ରହିଛି, ଯେଉଁଟାକି ଗଭର୍ଣ୍ଣମେଣ୍ଟ ସେଠି ଫି ଭରଣା କରୁଛନ୍ତି, ଆଉ କିଛି ରହିଛି ସେଲ୍ଫ ଫାଇନାନ୍ସିଂ ସିଟ୍, ସେଇଥିରେ ବିଏଡ଼୍ କୋର୍ସରେ ନାମ ଲେଖିବା ପାଇଁ ତୁମର ଏଣ୍ଟ୍ରାନ୍ସ କରାଯାଉଛି। ତୁମର ଏଣ୍ଟ୍ରାନ୍ସ 2 ଘଣ୍ଟା ହେଉଛି ଏବଂ ଏଥିରେ 2ଟା ପେପର୍ ରହୁଛି, ଠିକ୍ ଅଛି। ପେପର୍ 1 ଏବଂ ପେପର୍ 2 ଏବଂ ଏଇଟା କମ୍ପ୍ଲିଟ୍ ଭାବରେ ମଲ୍ଟିପୁଲ୍ ଚଏସ୍ ଏକ୍ଜାମିନେସନ୍ ହେଉଛି, ଠିକ୍ ଅଛି। ଏବଂ ଯଦି ଠିକ୍ କରୁଛ 1 ମାର୍କ କ୍ରେଡ଼ିଟ୍ ହେଉଛି, ଭୁଲ କଲେ ତୁମର ସଠିକ୍ ଯେତିକି ରହିଥିବ ବା ଯେତିକି ମାର୍କ ରହିଥିବ ତାହା ଦେହରୁ ଗୋଟେ ଭୁଲ ହେଲେ 0.25 ଡିଡକ୍ଟ କରାଯାଉଛି, ଠିକ୍ ଅଛି। ତାପରେ ନେକ୍ସଟ ତୁମର ଏଇ ଯେଉଁ ଏଣ୍ଟ୍ରାନ୍ସ ପାଇଁ ତୁମକୁ ଇଲିଜିବିଲିଟି ଯାହା ରହିଛି ସେଇଟା ଯଦି ଆମେ ଡିସ୍କସନ୍ କରିବା, ତୁମର ଗ୍ରାଜୁଏସନ୍ ପାସ୍ କରିଥିବା ଦରକାର, ଠିକ୍ ଅଛି। ଏବଂ ଯେଉଁମାନଙ୍କର ବି ଗ୍ରାଜୁଏସନ୍ ନାହିଁ, ଇକ୍ୱିଭାଲେଣ୍ଟ କିଛି ଅଛି ଚଳିବ, ଯାହାର ବି ବିଟେକ୍ ଅଛି ବା ଅନ୍ୟ କୌଣସି କୋର୍ସ ଅଛି ଚଳିବ, ବା ତୁମର ପିଜି ଅଛି, ପିଜି ସେକେଣ୍ଡ ଇୟର୍, ଠିକ୍ ଅଛି, ତାହେଲେ ବି ଚଳିବ, ଠିକ୍ ଅଛି। +3 ଫାଇନାଲ୍ ଇୟର୍, ପିଜି ଫାଇନାଲ୍ ଇୟର୍ ବା ଇକ୍ୱିଭାଲେଣ୍ଟ ଡିଗ୍ରୀ ବା ତୁମର ପିଜି ବା +3 ପାସ୍ ଆଉଟ୍ ପିଲା ଯେଉଁମାନେ ବି ଚାହୁଁଛ ଏ ଏଣ୍ଟ୍ରାନ୍ସ ଦେଇପାରିବ, ଠିକ୍ ଅଛି। ତାପରେ କଥା ହେଲା ତୁମର ଏହାର ଏକ୍ଜାମ୍ ପ୍ୟାଟର୍ନ କଥା। ଏକ୍ଜାମ୍ ପ୍ୟାଟର୍ନ କଥା କହିବାକୁ ଗଲେ ତୁମର ଡିଟେଲ୍ ସିଲାବସ୍ଟା ତୁମକୁ ଦେଇଦେଇଛି ଡେସ୍କ୍ରିପସନ୍ରେ ଲିଙ୍କ୍ ତା'ର, ସେଇଠୁ ସିଲାବସ୍ଟା ଲେଖିବେ, ଲେଖି ସାରିଲା ପରେ ତୁମକୁ ପ୍ରିପେୟାର ହେବାକୁ ପଡ଼ିବ, ଠିକ୍ ଅଛି। ଏହାର ଯେଉଁ ଫାଷ୍ଟ ପାର୍ଟ ରହିବ ସେଥିରେ ତୁମର ଆର୍ଟ୍ସ ଏବଂ ସାଇନ୍ସ ଦୁଇଟା ପାଇଁ ତୁମର ସିଲାବସ୍ ସେମ୍ ରହିଛି। ତାପରେ ଯିବା ସେକେଣ୍ଡ ପାର୍ଟ ବା ପେପର୍ 2 ଯେଉଁଟା, ସେଥିପାଇଁ ତୁମର ଆର୍ଟ୍ସ ପାଇଁ ଅଲଗା ସିଲାବସ୍, ସାଇନ୍ସ ପାଇଁ ଅଲଗା ସିଲାବସ୍, ଯେଉଁଟାକି ଆମେ ଡିଟେଲ୍ସ ଆମେ ଡେସ୍କ୍ରିପସନ୍ରେ ଥିବା ଭିଡ଼ିଓରେ କହିଛନ୍ତି। ତାପରେ ହେଲା ପ୍ରିପାରେସନ୍ କଥା। ଦେଖ, ପ୍ରିପେୟାର ପାଇଁ ତୁମକୁ ସବୁଠୁ ବେଟର୍ ହେବ କୌଣସି କୋର୍ସ ଜଏନ୍ କରନି, କାହିଁକିନା ଠକାମିରେ ପିଲା ଶିକାର ହେଇଛନ୍ତି। ଅଳ୍ପ ଦିନ ତଳେ ଜାଣିଥିବ ନ୍ୟୁଜ୍ ଆସିଥିଲା, ଠିକ୍ ଅଛି। ତ ସବସ୍କ୍ରିପସନ୍ ନେଲା ପରେ ଠକାମିରେ ପଡ଼ୁଛନ୍ତି, ଠିକ୍ ଅଛି। ଏବଂ ବିଏଡ଼୍ରେ କୌଣସି ସାର୍ ତୁମକୁ ଗ୍ୟାରେଣ୍ଟି ଦେଇପାରିବେନି ଯେ ତୁମେ ସିଟ୍ ପାଇବ, ଠିକ୍ ଅଛି। 1,00,000 ପିଲା ଏଣ୍ଟ୍ରାନ୍ସ ଦେବେ, ତା ଭିତରୁ 1,000 ସିଲେକ୍ସନ୍ ହେବେ, କେହି ଗ୍ୟାରେଣ୍ଟି ଦେଇପାରିବେନି ତୁମର ସିଲେକ୍ସନ୍ ହେବ ବୋଲି। ତ ସେ ଅନୁସାରେ କୌଣସି କୋଚିଂ ଜଏନ୍ କରିବା ବା ସବସ୍କ୍ରିପସନ୍ ନେବା ଦରକାର ନାହିଁ। କେବଳ ଏନ୍ସିଆର୍ଟି ପଢ଼, ଠିକ୍ ଅଛି। 12th ଏନ୍ସିଆର୍ଟି, ତା ସହିତ ତୁମର ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ କର ଏବଂ ଯେକୌଣସି ଷ୍ଟାଣ୍ଡାର୍ଡ଼ ବୁକ୍ସ ଗୋଟେ ଉଠେଇକି ପଢ଼ିନିଅ, ଏତିକି ସଫିସିଏଣ୍ଟ। ଫର୍ଦର ଯଦି କିଛି ଡାଉଟ୍ ରହୁଛି ମେଲ୍ କରିଦେବ ମୋତେ, ଯେଉଁଟାକି ranjanjena5523@gmail.com ରେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।